ସମସ୍ତଙ୍କୁ ପୁଣି ଥରେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ପିଲାମାନେ, ଆପଣମାନଙ୍କର ଚଳିତ ବର୍ଷ ଯୁକ୍ତ 2 ପରୀକ୍ଷା ସରିଛି। ସବୁ ବିଭାଗର ଆପଣମାନଙ୍କର ପରୀକ୍ଷା ସରିଛି। ତ ଆପଣମାନେ ଜାଣିବାକୁ ଚାହୁଁଛନ୍ତି କି କେବେ ପ୍ରକାଶ ପାଇବ ଆପଣମାନଙ୍କର ଏହି ଯୁକ୍ତ 2 ପରୀକ୍ଷାର ରେଜଲ୍ଟ? ପ୍ରଶ୍ନ ଅଛି କି ନାହିଁ କମେଣ୍ଟ ସେକ୍ସନରେ ମୋତେ ଜଣାଇବେ। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯେଉଁ ରହିଛି ତାହାଦ୍ୱାରା ତ ଆପଣମାନେ ଯୁକ୍ତ 2 ପରୀକ୍ଷା ଦେଇଥିଲେ, ଯାହାକି ମାର୍ଚ୍ଚ 20 ତାରିଖ ଅର୍ଥାତ୍ ବୁଧବାର ଦିନ ଶେଷ ହୋଇଛି। ଶେଷ ଦିନରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ପରୀକ୍ଷା ଥିଲା, ଯାହାକି ସମ୍ପୂର୍ଣ୍ଣ ଭାବେ ତାହା ସୁଚାରୁ ରୂପେ ମଧ୍ୟ ସେହି ପରୀକ୍ଷାଟି ସରିଛି। ତ କେବେ ବାହାରିବ ରେଜଲ୍ଟ ଏ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅପଡ଼େଟ୍ ଦେବି। ତା ପୂର୍ବରୁ ଆପଣମାନେ ଯଦି ମୋର ଚ୍ୟାନେଲ୍ଟିକୁ ନୂଆ ଆସିଛନ୍ତି, ଗୋଟିଏ ଲାଇକ୍ କରିବା ସହିତ ମୋର ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଆପଣମାନଙ୍କର ରେଜଲ୍ଟଟି ଚଳିତ ବର୍ଷ ମେ ମାସ 15 ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରାଯିବାର ଯୋଜନା ରହିଛି। ଚଳିତ ବର୍ଷ ଗୋଟିଏ ତାରିଖରେ ହିଁ ଆପଣମାନଙ୍କର ରେଜଲ୍ଟ ବାହାରିବ। ସମସ୍ତ ବିଭାଗ ଯେଉଁ ରହିଛି କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ସମସ୍ତ ବିଭାଗର ରେଜଲ୍ଟ ଗୋଟିଏ ତାରିଖରେ ହିଁ ପ୍ରକାଶ ପାଇବ। ପରୀକ୍ଷା ସରିବାର 2 ଦିନ ପରେ ଅର୍ଥାତ୍ ମାର୍ଚ୍ଚ 22 ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମାର୍ଚ୍ଚ 22 ତାରିଖରୁ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ଖାତା ଦେଖା ହେବ। ଦ୍ୱିତୀୟ ପର୍ଯ୍ୟାୟଟି ଆପଣଙ୍କର ଏପ୍ରିଲ 4 ତାରିଖରୁ ଏପ୍ରିଲ 15 ତାରିଖ ଯାଏଁ ଖାତା ଦେଖା ହେବ। ତ ଚଳିତ ବର୍ଷ ଏଇଭଳି ଭାବରେ 2ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆପଣଙ୍କର ଅନଲାଇନ୍ ଓ ଅଫଲାଇନ୍ରେ ଖାତା ଦେଖା ହେବ। କେବଳ ଭୋକେସନାଲ୍ ଏଜୁକେସନ୍ ଯାହାର ଥିବ ଅର୍ଥାତ୍ ଧନ୍ଦାମୂଳକ ଶିକ୍ଷା, ସେହି ବିଷୟର ଖାତା ଦେଖାଟି ଆପଣଙ୍କର ଅଫଲାଇନ୍ରେ ହିଁ କରାଯିବ। ସମସ୍ତ ବିଭାଗର ଖାତା ଦେଖାରେ ପ୍ରାୟ 15,000 ଅଧ୍ୟାପକ ଓ ଅଧ୍ୟାପିକା ନିୟୋଜିତ ହେବେ। ଏମାନେ ଆପଣମାନଙ୍କର ଖାତା ଗୁଡ଼ିକ ମୂଲ୍ୟାୟନ କରିବେ। ଚଳିତ ବର୍ଷ 3,86,250 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଛନ୍ତି। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ଆପଣମାନଙ୍କ ପାଇଁ କି ଚଳିତ ବର୍ଷ ଗୋଟିଏ ତାରିଖରେ ହିଁ ଆପଣମାନଙ୍କ ରେଜଲ୍ଟ ପ୍ରକାଶ ପାଇବ। ସମସ୍ତ ବିଭାଗର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଯେଉଁ ରହିଛି ଭୋକେସନାଲ୍ ଏଜୁକେସନ୍, ସମସ୍ତ ବିଭାଗର ରେଜଲ୍ଟ ଗୋଟିଏ ଦିନରେ ହିଁ ପ୍ରକାଶ ପାଇବ। ଏବଂ ସେହି ରେଜଲ୍ଟଟି ଯେହେତୁ ନିର୍ବାଚନ ଆଗକୁ ରହିଛି, ସେଥିପାଇଁ ମେ 15 ତାରିଖ ଭିତରେ ହିଁ ସେମାନେ ରେଜଲ୍ଟ ପ୍ରକାଶ କରିବେ ବୋଲି CHSE ପକ୍ଷରୁ ସୂଚନା ଦିଆଯାଇଛି, ଯାହାକି ଆପଣମାନେ ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏ ରେଜଲ୍ଟଟି ପ୍ରକାଶ ପାଇପାରିବାର ଅଧିକ ସମ୍ଭାବନା ରହିଛି। ତ ଏ ଥିଲା ଆପଣମାନଙ୍କ ପାଇଁ କିଛି ଅପଡ଼େଟ୍। ମୁଁ ଆଶା କରୁଛି କି ଆପଣମାନେ ସମ୍ପୂର୍ଣ୍ଣ ଅପଡ଼େଟ୍ ପାଇପାରିଛନ୍ତି।